କ୍ଷୀର ଭାଇ ନା କହିନି ଯେଉଁ ଦେଶର ପରିସ୍ଥିତିରେ ହିନ୍ଦୁ ସମାଜ ଲୋପ ହବା ବସିଲାଣି ସେ ବିଷୟରେ ଆପଣ ଟିକେ କୁହନ୍ତୁ। ଜଗବନ୍ଧୁ ବର୍ତ୍ତମାନ ଆଗରୁ କହୁଥିଲେ, ଯୋଗୀ ଆଦିତ୍ୟନାଥ ବି କହିଛି ହିନ୍ଦୁର ଏକତା ନ ରହିଲେ ହିନ୍ଦୁ ସମାଜ ଲୋପ ହବ। ହିନ୍ଦୁ ଏକତାକୁ ବିଭ୍ରାଟ କରୁଛନ୍ତି କିଛି ଲୋକ ଜାତି ଭିତ୍ତିକ ନେଇ। ଜାତି ଭିତ୍ତିକ ମୁଁ ଧର ବ୍ରାହ୍ମଣ ରହିଲି, ତମେ ଖଣ୍ଡାୟତ ରହିଲ, ସେ ଜଣେ ତମର ସାମଲ, ତମର ତମର ଗୋଚ୍ଛାୟତ, ଇଏ ହେଲେ ଗୋଟେ ଗୋଟେ ଜାତି ଯେଝା ଧର୍ମକୁ ନେଇ ଜାତି ସେମାନେ କରୁଛନ୍ତି। ଦିଅ ଦେବତା ଭଲ ମନ୍ଦ କରି ଅଛି। ଆମ ଏକତା ହିନ୍ଦୁ ମାନେ ଆମେ ସମସ୍ତେ ହିନ୍ଦୁ, ଆମେ ସମସ୍ତଙ୍କର ମନ ରହିବା ଦରକାର ଯେ ଆମେ ଜାତି ଭିତ୍ତିକ ନେଇକି କିଛି କରିବା ନାହିଁ କି କ୍ଷତି ଚିନ୍ତା କରିବା ନାହିଁ, କିନ୍ତୁ ହିନ୍ଦୁ ସମାଜକୁ ଏକତା ରଖିବା। ହିନ୍ଦୁ ସମାଜକୁ ଏକତା ନ ରଖିଲେ ଆଗାମୀ ଦିନରେ ହିନ୍ଦୁ ସମାଜ ଲୋପ ପାଇଯିବ। କାହିଁକି ନା ଯୋଉ ସନ୍ତ୍ରାସବାଦୀ ମାନେ ଆସୁଛନ୍ତି, ମୁସଲିମ ଯୋଉ ପାକିସ୍ତାନ ଭଳିଆ ଯେମିତି କ୍ଷତି କରୁଛି, ସେମାନେ ଆମ ହିନ୍ଦୁ ସମାଜକୁ ଲୋପ କରିଦେବେ। ଏରା ଏଠି ଜାତି ଫିଲିଂ କରିବେ, ଜାତି ଫିଲିଂ କରିକି କଲେ କ'ଣ ହବ, ଆମ ଭିତରେ ବାଡ଼ିଆ ପିଟା କରିଦେବେ, ଏଠୁ ଆମକୁ ଲୋପ କରିଦେବେ। ଲୋପ କରି ତାଙ୍କର ଆଗେଇ ଯିବେ। କିନ୍ତୁ ଏଇଟାର ଆମର ଗୋଟିଏ ଜିନିଷ ଦରକାର, ଆମେ ଯେଉଁ ଜାତିର ଯୋଉ ଆମେ ସମସ୍ତେ ହିନ୍ଦୁ ଏକତା ହେବା ଦରକାର। ନହେଲେ ଆଗାମୀ ଦିନରେ ଆମେ ସମସ୍ତେ ହଇରାଣ ହବା। ସରକାର ଅଛି, ଆମେ ଯଦି ବିଜେପି ଯଦି ଏ ପରିସ୍ଥିତିରେ ନଥାନ୍ତା କେନ୍ଦ୍ରରେ, ଆମେ ବର୍ତ୍ତମାନ ଆହୁରି କ୍ଷତିରେ ସହିଥାନ୍ତେ। କିନ୍ତୁ ଆଉ ଗୋଟିଏ ଜିନିଷ ଆମେ କହୁଛୁ, ଯୋଉ ସୈନ୍ୟମାନେ ଆମ ପାଇଁ ସାହାଯ୍ୟ କରିଛନ୍ତି ବା ଦେଶକୁ ସୁରକ୍ଷା ରଖିଛନ୍ତି, ସରକାର ସ୍ତରରେ ହଉ ବା ଆମ ପଞ୍ଚାୟତ ସ୍ତରରେ ହଉ, ତାଙ୍କୁ ଗୋଟେ ସମ୍ମାନିତ କରିବା କଥା ରାଜ୍ୟ ସରକାର। ଆଉ ଗୋଟିଏ ଜିନିଷ ଆମେ ଦେଖିବାକୁ ପାଉଛୁ, ସୈନ୍ୟମାନଙ୍କୁ ସେତିକି ସୁବିଧା ଦିଆଯାଉନି। ଯଦି ଆମେ ଦେଖୁଛୁ ଟ୍ରେନରେ ଆଉଛନ୍ତି ସୈନ୍ୟମାନେ, ଶୋଇଛନ୍ତି ଫୁଟପାଥ ଭଳିଆ, ତାକୁ ଜଣେ ଯାତ୍ରୀ ସିଏ ବି ଚିନ୍ତା କରନ୍ତା, ଯଦି ମୁଁ ଆଜି ଟ୍ରେନରେ ଭଲରେ ବସିଛି ଏଇ ସୈନ୍ୟମାନଙ୍କ ପାଇଁ, ତାକୁ ମଧ୍ୟ ଟିକେ ଚାହୁଁନାହାନ୍ତି ସାଧାରଣ ଜନତା। କିନ୍ତୁ ସେମାନଙ୍କ ପାଇଁ ସରକାର ସ୍ତରରେ ଗୋଟେ କ୍ୱାଲିଟି ଦେବା କଥା, ତାଙ୍କୁ ଆମକୁ ବଞ୍ଚେଇଛନ୍ତି ନା, ସେମାନେ ତାଙ୍କ ପାଇଁ ଗୋଟେ ମର୍ଯ୍ୟାଦା କରିବା କଥା। ତ ହିନ୍ଦୁ ସମାଜକୁ ଆମେ ସମସ୍ତେ ଏକତା ରଖିବା ଦରକାର। ଏଇ ଭିଡ଼ିଓ ମାଧ୍ୟମରେ ଆମେ ସମସ୍ତଙ୍କୁ ଜଣାଉଛୁ, ହିନ୍ଦୁ ଯୋଉ ଜାତି ଯାଉ ହଉଛି, କିନ୍ତୁ ହିନ୍ଦୁ ସମାଜ ବଞ୍ଚିବାକୁ ହେଲେ ତମର ପାର୍ଟି ଫିଲ୍ମ ଦରକାର ନାହିଁ। ଆମେ ଗୋଟିଏ ସମସ୍ତେ ହିନ୍ଦୁ। ତେଣୁ ଆଗାମୀ ଦିନରେ ଆମେ ଯଦି ସୁରକ୍ଷିତ ରହିବା, କି ଆମ ପରିବାର ରହିବ, କି ଦେଶ ରହିବ, କେବଳ ବିଜେପି ହିଁ ସେଠି ରଖିପାରିବ। ଆପରେ ଯୋଗୀ ଆଦିତ୍ୟନାଥ ହଉ ରଖିପାରିବ, ନହେଲେ ଆଉ କେହି କୁଲେଇବା ନାହିଁ। ବର୍ତ୍ତମାନ ପରିସ୍ଥିତିରେ ସବୁ ଦେଶରେ ଯୁଦ୍ଧ ଫୁଦ୍ଧ ଚାଲିଲାଣି। ଯଦି ଏ ପରିସ୍ଥିତିରେ ଯଦି ଆମ ନଥାନ୍ତା, ଆମର ଯୋଉ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଥାନ୍ତା, ଯୋଗୀ ଆଦିତ୍ୟନାଥ ସେଣେ ନଥାନ୍ତେ, ଆମ ପରିସ୍ଥିତି ଜଟିଳ ହେଇଯାଇଥାନ୍ତା। କିନ୍ତୁ ଆଜି ଯେତେ ଯୁଦ୍ଧ ବ୍ୟୟର ସବୁ କାମ ହେଇଛି କେବଳ ନରେନ୍ଦ୍ର ମୋଦି ସକାଶେ ହେଇଛି। କିନ୍ତୁ ଆମେ ସମସ୍ତ ମନ ଏକ ରହିବା କଥା। ଆମେ ପର କଥାରେ ବୁଝି ହିନ୍ଦୁ ସମାଜକୁ ନଷ୍ଟ କରିବା, ଜାତି ଫିଲ୍ମରେ ପଶିବା ନାହିଁ। କିନ୍ତୁ ଆମେ ଯେଉଁ ହଉଛି ଆମେ ହିନ୍ଦୁ ଗୋଟିଏ ହେବା ଦରକାର। ଯୋଉଠି ହିନ୍ଦୁଙ୍କ ଉପରେ ଆକ୍ରମଣ ହଉଛି, ସବୁ ହିନ୍ଦୁ ସମାଜ ଟିକେ ମୁହଁ ଖୋଲିବା ଦରକାର, ପ୍ରତିବାଦର ସ୍ୱର କରିବା ଦରକାର। ୟାକୁ ସବୁ ଦରକାର, ନହେଲେ ଆମେ ଯଦି ମରିଯିବା ଆମ ପିଲାମାନେ ବେଶୀ ହଇରାଣ ହେବେ। କିନ୍ତୁ ଭବିଷ୍ୟତ ଆଶା ରଖିକି ଏବେ ନୁହଁ ତ କେବେ ନୁହଁ, କଥାରେ ଅଛି ଏବେ ନୁହଁ ତ କେବେ ନୁହଁ, ଏବେଠୁ ସଚେତନ ହବା ନିହାତି ସଚେତନ ହବା ଦରକାର। କାହିଁକି ଆମ ଭିତରେ ଯାହା ହଉଛି, ଆମେ ତ ସମସ୍ତେ ହିନ୍ଦୁ ନା, ଯେଝା କର୍ମ ପାଇଁ। ଯୋଉଠି ହଉ ହିନ୍ଦୁ ପାଇଁ ଜଣେ ହିନ୍ଦୁ ମୁହଁ ଖୋଲିବା ଦରକାର।